কোଉଥିପାଇଁ ମଲେ କ'ଣ ମଲେ ତାର ତଦନ୍ତ ହେବ। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଆଉ ଗୋଟେ ଗଣତାନ୍ତ୍ରିକ ଧାରା ଉପରେ ସରକାର ଯେମିତି ଚାଲେ ସେ ଅନୁସାରେ ତ ଚାଲିବ। ସେ ଅନୁସାରେ ସେମାନେ ଚଲାଉଥିଲେ ନା ନାହିଁ। ତ ତା ଆଗରୁ କିଛି ତଦନ୍ତ ହେବା ଆଗରୁ ଜଣକୁ ଫାଶୀ ଦେଇଦେବ କ'ଣ ଏଇଟା କହୁନି। ନୈତିକ ଦାୟିତ୍ୱ କ'ଣ ନୈତିକ କ'ଣ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଯାଇକି ନିଆଁ ଲଗାଇ ଦେଇଥିଲେ କି? ମାହାଙ୍ଗାର ଟ୍ରିପଲ୍ ମର୍ଡରରେ ମନ୍ତ୍ରୀ ସମ୍ପୃକ୍ତ ଥିବା ସତ୍ତ୍ୱେ ମନ୍ତ୍ରୀ ତ କାହିଁ ରେଜିଗ୍ନେସନ୍ ଦେଲେ ନାହିଁ। ଦିବ୍ୟ ସିଂ ମିଶ୍ର ଗୋଟେ ଝିଅକୁ ଟିକ୍ ଟିକ୍ କରି ହାଣିକରି ତାର ପୋତି ଦେଲେ, ସେ ତ କାହିଁ ଇସ୍ତଫା ଦେଲେନି। ତାଙ୍କର ଉଲ୍ଟିଆ ଯେଉଁ ଗୋଟେ ସାକ୍ଷୀ ଥିଲା ସେ ସାକ୍ଷୀକୁ ଜେଲ୍ ଭିତରେ ଆତ୍ମହତ୍ୟା ଦର୍ଶାଇକରି ମର୍ଡର କରି ଦିଆଗଲା, କାହିଁ ସେ ସମୟରେ ତ ଦିବ୍ୟ ସିଂ ଦେଲେ ନାହିଁ। କ'ଣ ନୈତିକତାର କଥା କହୁଛନ୍ତି ଏମାନେ? ଏଇଟା କଥା ବିଜେଡି ଯେଉଁ ରାଜ୍ୟସଭାରେ ଯେଉଁ ଅତ୍ୟଧିକ ଶୋଚନୀୟ ଭାବରେ ପରାଜିତ ହେଲା, ଯେଉଁ ଗର୍ବ ଅହଙ୍କାର ନବୀନ ପଟ୍ଟନାୟକର ଥିଲା, ସେ ଗର୍ବ ଅହଙ୍କାର ଚୁରମାର ହେଇଗଲା। ସେଥିପାଇଁ ହାଉସ୍ ବନ୍ଦ। ଆରେ କଂଗ୍ରେସ ବି ତ ଗଲା ନା, ଚୁରମାର ହେଇଗଲା। ତାଙ୍କର ବି ତ 4 ଜଣ ଡେଇଁଗଲେ। ସେମାନେ କହୁଥିଲେ ଆମେ ଆଗାମୀ ଦିନର ଭବିଷ୍ୟତ ବୋଲିକି। ସେମାନେ ଯେତେବେଳେ ଚୁରମାର ହେଇଗଲେ, ବିଜେଡି ଯେତେବେଳେ ଚୁରମାର ହେଇଗଲା, କ'ଣ କରିବେ? ଲୋକଙ୍କୁ ତ ମୁହଁ ଦେଖେଇବେ ନା। ଲୋକଙ୍କୁ ମୁହଁ ଦେଖାଇବା ପାଇଁ ହାଉସ୍ଟା ଷ୍ଟଲ୍ କରୁଛନ୍ତି, ହାଉସ୍କୁ ବନ୍ଦ କରୁଛନ୍ତି। ଡିମାଣ୍ଡ ଡିସ୍କସନ୍ରେ କେଉଁ ସମୟରେ ହାଉସ୍ ବନ୍ଦ ହୁଏ ମୁଁ ତ ଜାଣିନାହିଁ। ଡିମାଣ୍ଡ ଡିସ୍କସନ୍ ଚାଲିଛି। ଲୋକ ଆମର ସମର୍ଥକ ଅଛନ୍ତି, ଆମର ବିରୋଧୀ ଅଛନ୍ତି। ଆମକୁ କେଉଁ କଥା ପସନ୍ଦ ହେଇପାରେ, ତାଙ୍କୁ এইটা যদি ସେମାନେ ତାଙ୍କର କଥା ଲୋକଙ୍କର କଥା ଯେତେବେଳେ ବିଧାନସଭାରେ ରଖିଥାନ୍ତେ ବୋଲେ ଲୋକ ଭାବିଥାନ୍ତେ କି ଆମର କଥା କହିବା ପାଇଁ ଲୋକ ଅଛନ୍ତି। ଗଣତନ୍ତ୍ର ସେଥିପାଇଁ ବଳଶାଳୀ କ'ଣ ପାଇଁ? ସମ୍ ହସ୍ପିଟାଲରେ ଅତନୁ ବାବୁଙ୍କର ସମ୍ପୃକ୍ତି ଥିଲା, ଏଠି କାହାର ସମ୍ପୃକ୍ତି ନାହିଁ। ନାଇଁ, କ୍ଲିନ୍ ଚିଟ୍ କଥା କହୁନାହିଁ ମୁଁ। କଥା ହେଉଛି ଯେଉଁମାନେ ଦାୟୀ ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବରେ ଗ୍ରହଣ କରିବା କଥା। ମୁଁ ସେଥିରେ ଦ୍ୱିମତ ନାହିଁ। ଗତକାଲି ଚନ୍ଦକା ଥାନା ଭିତରେ ପଶି କିଛି ଲୋକ ଛୁରାମାଡ଼ କରିଛନ୍ତି। ବିଜୁ ଜନତା ଦଳ କଂଗ୍ରେସ ଏମିତି ଗୋଟେ ଛୋଟିଆ କଥାରେ ଥାନା ଭିତରେ ଯଦି ପଶିକରି କରିଛନ୍ତି, ତାଙ୍କୁ କ'ଣ ପୁଲିସ ଛାଡ଼ିଦେଲା କି? ପୁଲିସ ତ ଆରେଷ୍ଟ କରିନେଇଛି ନା। ଆଉ କ'ଣଟା କରିବ? ଫାଶୀ ଦେଇଦେବ ସାଙ୍ଗେ ସାଙ୍ଗେ। ହଁ, ତ ଯିଏ ଏଇ ସରକାର କାହାକୁ ଛାଡ଼ିବା ପାଇଁ ଚାହିଁବନି, ଆଉ ଛାଡ଼ିବ ନାହିଁ, ଏତିକି ମନେ ରଖିଥାନ୍ତୁ। ଗଲେ ରାଜ୍ୟର ସର୍ବୋଚ୍ଚ ସେ ଘଟଣାର ଖବର ପାଇଲା କ୍ଷଣି ଗଲେ, କେନ୍ଦ୍ରମନ୍ତ୍ରୀ ବୋଲେ କିଏ ଆଇବ? ଏଇଟା ବେକାର। ଏଇଟା ଅଭିଯୋଗ କିଛି ଏମିତି ନୁହେଁ। କଥା ହେଲା, ମୁଁ ତ କହିସାରିଛି ଯେ ରାଜ୍ୟସଭାର ପରାଜୟରେ ସେମାନେ ଏସବୁ କାମ କରୁଛନ୍ତି। କଥା ଆଜି ଆପଣ ଶାସକ ଦଳର ବିଧାୟକ ମାନେ ବି ଉଠାଉଥିଲେ ଯେ ଗୃହ ଭିତରେ ଆଲୋଚନା କରୁନାହାନ୍ତି ବିଜେପି। ହଁ, ତ କ'ଣ ଆଲୋଚନା ହେବା କଥା କିଛି କହୁନାହାନ୍ତି, ବାହାରେ ଆସି ଷ୍ଟେଟମେଣ୍ଟ ଯୋଉ ଯେ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ନ ଦେଇଛନ୍ତି ବିଜେଡି ତାର। ହଁ, ଗୋଟେ କାଗଜରେ ଲେଖା ହେଇଥିବ ପୁଣି। ସେ ଗୋଟେ ନିଜ ମନରୁ ତ 2 ଧାଡ଼ି କହିପାରିବେନି, ତ କାଗଜରେ ଲେଖା ହେଇଥିଲା ଗୋଟେ ଜିନିଷ ଆଣିକି ପଢ଼ିବେ। ତାର ଅପେକ୍ଷା ବିଧାନସଭାରେ ଏ ମାନେ କଟକ ମେଡିକାଲ ନେଇ କ'ଣ ପାଇଁ ଏ ଘଟଣା ଘଟିଲା, କ'ଣ ନାହିଁ, ସମ୍ପୂର୍ଣ୍ଣ ଆଲୋଚନା ହଉ। ଆଉ ସେ ଆଲୋଚନାରେ ବିରୋଧୀ ଦଳ ଅଂଶଗ୍ରହଣ କରନ୍ତୁ। ଆଉ ତାପରେ ତାର ନିଷ୍କର୍ଷ ଯେଉଁ ବାହାରିବ, ତାପରେ ସେ ନିଷ୍କର୍ଷ ଅନୁସାରେ କାର୍ଯ୍ୟାନୁଷ୍ଠାନ ହଉ। କ'ଣ ଜଲି ମୁଡ୍ରେ? ସେ ତ ତା ବେମାରୀରେ ହଲୁଛି ଝୁଲୁଛି, ଆଉ ସେ ଜଲି ମୁଡ୍ରେ କ'ଣ କଥା? ଏଟା ଟେମ୍ପରାରୀ, ତାର ମନର ଭାବନା ନୁହେଁ। ଏଟା ଲୋକ ଦେଖ, ତା ନାଁରେ ଅଭିଯୋଗ ହେଲା ଯେ ଡିକ୍ଟେଟରସିପ୍ ଭଳିଆ ପାର୍ଟି ଚଳାଉଛନ୍ତି। ସେଟାକୁ ଦୂର କରିବା ଲାଗି ଏମିତି ଟିକେ ଜଲି ମୁଡ୍ରେ କଥା ହେଇଥିବେ। ଆଉ କ'ଣ ଅଛି? ମୋଟିଭେଟ୍ ହେଲେ ଯେ ବହୁତଟେ ମୋଟିଭେଟ୍ ହେଲେନି କି? ବହୁତଟେ ବିଧାୟକ ଏଥର 8 ଜଣ ବିଧାୟକ ପୁରା ମୋଟିଭେଟେଡ୍ ହେଲେ। ଆଗାମୀ ଆଉ ଦିଲ୍ଲୀପ ରାୟ ତ କ୍ଲେମ୍ କରୁଛନ୍ତି ଆଉ 7-8 ଜଣ ମୋଟିଭେଟ୍ ହେଇଥାନ୍ତେ। ଆଗାମୀ 2 ବର୍ଷ ପରେ ରାଜ୍ୟସଭାରେ ଆଉ
10-15 ଜଣ ମୋଟିଭେଟେଡ୍ ହେବେ ଏବଂ 2029ରେ ତାଙ୍କ ଭାଡ଼ା ଖାଲି ଥିବ, କେହି ନଥିବେ। ଜଲି ମୁଡ୍ଟା ଭାରି ପଡ଼ିବ କି ଯାହା ମନୁଷ୍ୟ ଯେତେବେଳେ ବିପଦ ପଡ଼େ ସେତେବେଳେ ତାର ଆଚରଣ ପରିବର୍ତ୍ତନ କରୁଛନ୍ତି, ଏଇଟା ଗୋଟେ ଶୁଭ ସୂଚନା।